ବାଂଲାଦେଶ ଚାଲାଣ ହେଉଛି ଆଳୁ, ବିଜେପିକୁ ଦୋଷ ଦେଲେ ମମତା। ଗତ ସାଧାରଣ ନିର୍ବାଚନ ପରେ ଦରଦାମ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ବିଶେଷ କରି ଅତି ଆବଶ୍ୟକୀୟ ସାମଗ୍ରୀ ଥରେ ବଢ଼ିଲା ପରେ ଆଉ ଖସିବାର ନାଁ ଧରୁନି। ଏହାର ସବୁଠାରୁ ଗୁରୁତର ପ୍ରଭାବ ପନିପରିବା ଉପରେ ଦେଖିବାକୁ ମିଳୁଛି। ଏହା ସହିତ ଆଳୁ, ପିଆଜ ଦର ମଧ୍ୟ କଲବଲ କଲାଣି। ବଜାରରେ ଏହିସବୁ ସାମଗ୍ରୀ ବିପୁଳ ପରିମାଣରେ ଉପଲବ୍ଧ ହେଉଥିଲେ ମଧ୍ୟ ଯୋଗାଣ ସଙ୍କଟ ଦେଖାଇ ଖାଉଟିଙ୍କଠାରୁ ଲୁଟୁଛନ୍ତି ବେପାରୀ। ଏଭଳି ପରିସ୍ଥିତିରେ ଆଳୁକୁ ନେଇ ପଶ୍ଚିମବଙ୍ଗରୁ ଆସୁଥିବା ଖବର ବିସ୍ମୟ ସୃଷ୍ଟି କରିଛି। ଦେଶରେ ଆଳୁ ଉତ୍ପାଦନରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ପଶ୍ଚିମବଙ୍ଗ ଦ୍ୱିତୀୟ ସ୍ଥାନରେ ରହିଛି। ଜାପାନ ଲଞ୍ଚ କଲା ହ୍ୟୁମାନ୍ ୱାସିଂ ମେସିନ୍। ମାତ୍ର 15 ମିନିଟ୍ରେ ଶରୀରକୁ କରିଦେବ ସଫା। ୱାସିଂ ମେସିନ୍ କଥା ଶୁଣିବା ମାତ୍ରେ ମନରେ ଆସେ ଯେଉଁଥିରେ ଆମେ ଲୁଗା ସଫା କରୁ। କିନ୍ତୁ ଏବେ ଜାପାନ ଏଭଳି ଏକ ମେସିନ୍ ଲଞ୍ଚ କରିଛି ଯାହା ମାତ୍ର 15 ମିନିଟ୍ରେ ମଣିଷକୁ ସଫା କରିଦେବ, ଅର୍ଥାତ୍ ଗାଧେଇ ଦେବ। କେବଳ ସେ ଗାଧେଇ ଦେବ ତାହା ନୁହେଁ, ଏହା ମଧ୍ୟ ମଣିଷକୁ ଡ୍ରାଏ କରିବ। ଏହାକୁ ୱୁମେନ୍ ୱାସିଂ ମେସିନ୍ କୁହାଯାଉଛି। ଏ କଥା ଶୁଣିବାକୁ ଆପଣଙ୍କୁ ଟିକେ ଅଡ଼ୁଆ ଲାଗିଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ସବୁଠାରୁ ଉନ୍ନତ ଦେଶ ଭାବେ ବିବେଚିତ ହେଉଥିବା ଜାପାନ ପୁଣି ଥରେ ଏକ ନୂତନ ସଫଳତା ହାସଲ କରିଛି। ଆଜି 6 ଜିଲ୍ଲାରେ ବର୍ଷା। ବାରରୁ ବଢ଼ିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମତଃ ଉତ୍ତର ପଶ୍ଚିମ ଦିଗରେ ଗତି କରି 12 ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ 12 ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେଉନଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଜାରି ରହିଛି। ମଙ୍ଗଳବାର ଉତ୍ତର ତଥା ଦକ୍ଷିଣ ଉପକୂଳ ଓଡ଼ିଶା ସମେତ 6 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଆଜି ରହିଛି। 10 ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦିଅ। ନୋଟିସ୍ 11 ସସ୍ପେଣ୍ଡ। ଓଏଏସ୍ ଅଫିସର ଲାଗି ବାହାରୁଥିବା ବଦଳି ନିର୍ଦ୍ଦେଶକୁ ଅଧିକାଂଶ ପାଳନ କରୁନାହାନ୍ତି। ଏନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଶୁଣାଇ ଦିଆଯାଇଛି। କେତେଜଣ ଅଫିସର ବଦଳି ନିୟମ ପାଳନ କରିନଥିବାରୁ ସେମାନଙ୍କୁ ଆସନ୍ତା 10 ତାରିଖ ସୁଦ୍ଧା ବଦଳି ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି। ନଚେତ୍ 11 ତାରିଖରେ ସେମାନଙ୍କୁ କାର୍ଯ୍ୟ ନିଲମ୍ବନ କରାଯିବ ବୋଲି କୁହାଯାଇଛି। ଆଧାର କାର୍ଡ ଅପଡେଟ୍ ଖୁବ୍ ଶୀଘ୍ର ସରୁଛି ଡେଡ୍ଲାଇନ୍। ବିଳମ୍ବ ହେଲେ ଦେବାକୁ ପଡ଼ିବ ଟଙ୍କା। ଅନେକ ଥର ଆଧାର କାର୍ଡ ତିଆରି କରିବା ସମୟରେ ଲୋକମାନେ କିଛି ଭୁଲ କରନ୍ତି। ହେଲେ ୟୁଆଇଡିଏଆଇ ଆଧାର କାର୍ଡ ଅପଡେଟ୍ କରିବାର ଏକ ସୁଯୋଗ ପ୍ରଦାନ କରୁଛି। ଏଥିପାଇଁ ଆପଣଙ୍କୁ ଫି ଦେବାକୁ ପଡ଼ିବ। କିନ୍ତୁ ଯଦି ଆପଣ ଏହି ତାରିଖ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ୍ କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ, କାରଣ ୟୁଆଇଡିଏଆଇ ଆପଣଙ୍କୁ ଆଧାର ମାଗଣାରେ ଅପଡେଟ୍ କରିବାର ସୁଯୋଗ ଦେଉଛି। ଆଧାର କାର୍ଡଧାରୀଙ୍କୁ ବର୍ତ୍ତମାନ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ବହୁତ ସୁବିଧା ଦିଆଯାଉଛି। ଯେଉଁମାନଙ୍କର ଆଧାର କାର୍ଡ 10 ବର୍ଷ ପୁରୁଣା ସେମାନେ ସମସ୍ତେ ଆଧାର କାର୍ଡ ମାଗଣାରେ ଅପଡେଟ୍ କରିପାରିବେ। ମାଗଣା ଆଧାର ଅପଡେଟ୍ ପାଇଁ ୟୁଆଇଡିଏଆଇ ଡିସେମ୍ବର 14 ଶେଷ ତାରିଖ ଭାବରେ ସ୍ଥିର କରିଛି। ବାଂଲାଦେଶରେ ଏବେ ହେବ ଅସଲ ଖେଳ। ୟୁନୁସ୍ଙ୍କ ବିରୋଧରେ ମଇଦାନକୁ ହଲାଇଲେ ଶେଖ୍ ହସିନା। ଆଗାମୀ ସମୟରେ ବାଂଲାଦେଶ ରାଜନୀତିରେ କିଛି ବଡ଼ ଘୋଷଣା ଘଟିପାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବର୍ତ୍ତମାନ ଖୋଲାଖୋଲି ଭାବେ ମଇଦାନକୁ ଆସିଛନ୍ତି। ସେ ବର୍ତ୍ତମାନର ଅନ୍ତରୀଣ ସରକାରଙ୍କୁ ଦୃଢ଼ ଭାବରେ ଟାର୍ଗେଟ କରି କହିଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ପ୍ରଫେସର ୟୁନୁସ୍ ଜଣେ ହତ୍ୟାକାରୀ। ଆୱାମୀ ଲିଗ୍ କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମ ଦେଶକୁ ଏକଜୁଟ କରି ବଞ୍ଚାଇବାକୁ ପଡ଼ିବ। ଏହାର କିଛି ଦିନ ପୂର୍ବରୁ ଶେଖ୍ ହସିନା ମଧ୍ୟ ଆମେରିକାର ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଶେଖ୍ ହସିନା ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ସେ ଅଗଷ୍ଟରେ ଦେଶ ଛାଡ଼ିବା ପରଠାରୁ ଦିଲ୍ଲୀରେ ରହୁଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବୟାନ। କହିଲେ, ଦେଶର ଚାଷୀ ଓ ଶ୍ରମିକଙ୍କ ଅବସ୍ଥା ଭଲ ନାହିଁ। ଅର୍ଥନୀତି ମଜବୁତ କରିବାକୁ ହେଲେ ଗାଁ ଗରିବ, ଚାଷୀ, ଶ୍ରମିକ, କୃଷି ଓ ଜଙ୍ଗଲ କ୍ଷେତ୍ରରେ ସମୃଦ୍ଧି କରାଯିବା ଆବଶ୍ୟକ। ଜଙ୍ଗଲ ଆଧାରିତ ଶିଳ୍ପାୟନକୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଅମୃତସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଛନ୍ତି, ଦେଶର ବିକାଶରେ କୃଷିକ୍ଷେତ୍ର ଓ ଏହାର ସହ ଜଡ଼ିତ କ୍ଷେତ୍ରର ଅବଦାନ ରହିଛି 12ରୁ 14%, 22ରୁ 24 ଅଭିବୃଦ୍ଧି ନିର୍ମାଣ ଏବଂ 52ରୁ 54 ଅଭିବୃଦ୍ଧି ସେବା
କ୍ଷେତ୍ରରୁ ଆସିଥାଏ। ଓଡ଼ିଶାବାସୀଙ୍କୁ ବାୟା କଲାନି ଅନଲାଇନ୍ ଟ୍ରେଡିଂ ନିଶା। 11 ମାସରେ 40,000 ମାମଲା। ଅଧିକ ଟଙ୍କା ପାଇବା ଆଶାରେ ଏବେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ଟ୍ରେଡିଂ ପଛରେ ଧାଇଁଛନ୍ତି। କିନ୍ତୁ ଏହି ଅନଲାଇନ୍ ଟ୍ରେଡିଂରେ ସର୍ବସ୍ୱ ହରାଇ ଜୀବନ ହାରୁଛନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ ଗତ 5 ବର୍ଷରେ ଅନଲାଇନ୍ ଟ୍ରେଡିଂ ନିଶାରେ 59,434 ଲୋକ ଠକେଇର ଶିକାର ହୋଇଛନ୍ତି। ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ହେଲେ ଆର୍ବିଆଇର ଗଭର୍ଣ୍ଣର। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ ପାଇଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ ଦେଶର ରାଜସ୍ୱ ସଚିବ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ଆସନ୍ତା ବୁଧବାରରୁ ଆର୍ବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବେ। ଆର୍ବିଆଇର ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ସେ 2018ରୁ ଆର୍ବିଆଇର ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ। ଏବେ ତାଙ୍କ ସ୍ଥାନରେ ଆସନ୍ତା 3 ବର୍ଷ ପାଇଁ ସଞ୍ଜୟ ଆର୍ବିଆଇର ଗଭର୍ଣ୍ଣର ଭାବେ କାମ କରିବେ। ଖୁବ୍ ଶୀଘ୍ର ନିଯୁକ୍ତି ହେବେ 5,000 ଡାକ୍ତର ଓ 3,000 ପାରାମେଡିକାଲ ଷ୍ଟାଫ। 30 ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ। ଖୁବ୍ ଶୀଘ୍ର ନିଯୁକ୍ତି ହେବେ 5,000 ଡାକ୍ତର ଓ 3,000 ପାରାମେଡିକାଲ ଷ୍ଟାଫ। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗଙ୍କ ବଡ଼ ଘୋଷଣା। ସେ କହିଛନ୍ତି ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ 2ଟି ସଂଶୋଧନ କରାଯାଇଛି। ଖୁବ୍ ଶୀଘ୍ର 5,000 ଡାକ୍ତର ଓ 3,000 ପାରାମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର। ଏଥିପାଇଁ ପ୍ରକ୍ରିୟା ଚାଲିଛି। 30 ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। 2014 ପରଠୁ ଯେତେ ସବୁ 100 ବେଡ୍ ବିଶିଷ୍ଟ ମେଡିକାଲ କଲେଜ ଖୋଲିଛି ସେଥିପାଇଁ 250ରୁ 300 କୋଟି ଖର୍ଚ୍ଚ ହେଉଛି। ଭଦ୍ରକ ଜିଲ୍ଲାରେ ଖୁବ୍ ଶୀଘ୍ର ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।